ମା ତାରିଣୀଙ୍କ ବିଶ୍ୱ ପ୍ରସିଦ୍ଧ ଚୈତି ପର୍ବ ଓ ପଣା ସଂକ୍ରାନ୍ତିରେ ମା ତାରିଣୀ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ। କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ଚୈତି ପର୍ବ ଓ ପଣା ସଂକ୍ରାନ୍ତି ମହାସମାରୋହରେ ଅନୁଷ୍ଠିତ ହେଉଥିବାରୁ ଏହାକୁ ଦର୍ଶନ କରିବା ନିମନ୍ତେ ମା ତାରିଣୀ ପୀଠ ଘଟ ଗାଁରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଏହି ଅବସରରେ ରାତି ପ୍ରାୟ 4:30 ସମୟରୁ ମାଙ୍କ ସେବାୟତମାନେ ମାଙ୍କୁ ପ୍ରଥମେ ମାର୍ଜଣା, ମହାସ୍ନାନ, ବଡ଼ ସିଙ୍ଗାର ବେଶ, ଷୋଡ଼ଶ ଉପଚାର, ପୂଜା ସମେତ ତଥା ରୀତିକାନ୍ତିର ମାଙ୍କ ପୂଜାର୍ଚ୍ଚନା କରି ସାରିବା ପରେ ମାଙ୍କୁ ସୁନାବେଶରେ ସଜ୍ଜିତ କରିଥିଲେ। ପରେ ଭକ୍ତଙ୍କ ପାଇଁ ମନ୍ଦିର ପହଡ଼ ଖୋଲିଥିଲା। ଚୈତିରେ ମାଙ୍କ ସୁନାବେଶଙ୍କୁ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ଓ ବିଭିନ୍ନ ସଂଗଠନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମାଙ୍କୁ ଦର୍ଶନ କରି ଭକ୍ତ ଭାବବିହ୍ୱଳ ହୋଇଥିବା ଦେଖିବାକୁ ମିଳିଛି। ଆମ ଘର ହେଉଛି କଟକ। ମୋ ନାଁ ହେଉଛି ବାପି। ଜୟ ମା ତାରିଣୀ। ମାଙ୍କୁ ଦର୍ଶନ କରିବା ପାଇଁ ଆସିଥିଲୁ, କଟକରୁ ଆସିଥିଲୁ। ଜୟ ମା ତାରିଣୀ। ମା ତ ଭକ୍ତି ମନେ ଡାକିବ ନିଶ୍ଚୟ ଶୁଣିବେ। ସିଏ ଶୁଣନ୍ତି, ବହୁତ ଶୁଣନ୍ତି। ଦର୍ଶନ ତ କଲେ ଯିଏ କରିବେ ସିଏ ତା ମନଟା କହିପାରିବେ, ଆମେ କହିଲେ କ'ଣ ହବ ଆଜ୍ଞା। ଆଜି ମାଙ୍କର ପଣା ସଂକ୍ରାନ୍ତି, ଓଡ଼ିଆ ନବବର୍ଷ। ସେହି ପରିପ୍ରେକ୍ଷୀରେ ମାଙ୍କର ଆଜି ମାନେ ରାତି 3ଟାରୁ ପହଡ଼ ଖୋଲା ହୋଇଛି। ମାଜଣା, ମହାସ୍ନାନ, ଷୋଡ଼ଶ ଉପଚାର ପୂଜା, ମଙ୍ଗଳ ଆଳତି ପରେ ପହଡ଼ ଖୋଲା ହେଲା। ଲକ୍ଷାଧିକ ଭକ୍ତ ଏଠି ଆସିଥିବାରୁ ତେଣୁ ଆମେ ଅଧିକ ପୂଜା ନିବେଦନ କରୁଛୁ, ଯେମିତି ପୂଜା କିନ୍ତୁ ସଫଳ ଭାବରେ ପୂଜା ହୋଇପାରିବ। କେନ୍ଦୁଝରରୁ କାମିନୀକାନ୍ତ ଦ୍ୱିବେଦୀଙ୍କ ରିପୋର୍ଟ, ଏୱାନ୍ ଓଡ଼ିଶା।